ଦୀର୍ଘ ଦିନର ଗୋଟିଏ ସରକାର ଥିଲା ଯାହାକି ମିଛ ରାଧା ଗପ ଶୁଣାଉଥିଲା। ଯଦି ସମସ୍ତଙ୍କ କଥା ସେ ଶୁଣିଥାନ୍ତେ ତାହେଲେ ଆଜି ମା ମାନଙ୍କର ଏ ଦଶା, ଯୁବକ ମାନଙ୍କର ଏ ଦଶା ହେଇନଥାନ୍ତା। ଦୀର୍ଘ ଦିନର ଗୋଟିଏ ସରକାର ଥିଲା କେବଳ ମିଛୁଆର ଧୁଆ ଗପ କହୁଥିଲା। 25 ବର୍ଷ ଶାସନ କରୁଥିଲା ମିଛ କହି କହି ଗପ କହି କହି। ଆଜି ଯଦି ସେ ଚାହିଁଥାନ୍ତେ 25 ବର୍ଷରେ ମହିଳା ମାନେ ଯୁବକ ମାନଙ୍କର ଏଇ ଅବସ୍ଥା ନଥାନ୍ତା। ଆଉ ଆଜି ମା ମାନେ ଆସି ଦାଣ୍ଡରେ ଆଉ ବସି ଭିକ୍ଷା ମାଗି ନଥାନ୍ତେ। ଏତେ ଦିନ ପର୍ଯ୍ୟନ୍ତ ତୁମର ଇଏ କଥା କୁହାଳିଆ ମନ୍ତ୍ରୀ ଯାଇଥିଲ କୁଆଡେ? ତମେ 24 ବର୍ଷ ଧରି ତମେ କୋଉ ଜାଗାରେ ଲୁଚି ଯାଇଥିଲ ନା? ଆଜି 24 ବର୍ଷ ପରେ ତମେ ଆସିଲା ବେଳକୁ ତମେ ଆଜି ଭାଷଣ ଦବାରେ ଲାଗି ରହିଛ। ଆଉ ମା ମାନଙ୍କର ଯୋଉ ଏ ଅବସ୍ଥା ରୋଡରେ ବସିଛନ୍ତି ସେଇଟା ଆପଣ ମାନଙ୍କୁ ବହୁତ ଶୋଭାଯାତ୍ରା ଭଳି ଲାଗୁଛି।